ଏକ ପରୀକ୍ଷାରେ 35% ଛାତ୍ର ଫେଲ୍ ହେଲେ, ଯଦି 520 ଜଣ ପାସ୍ ହେଲେ ତେବେ ମୋଟ ଛାତ୍ର ସଂଖ୍ୟା କେତେ? ଏବେ ଆମେ କ'ଣ କରିବା, ଦେଖ ଗୋଟେ ପରୀକ୍ଷାରେ 100% ଛାତ୍ର ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ 35% ଛାତ୍ର ଆମର ଫେଲ୍ ହୋଇଗଲେ। ତେଣୁ 100% ମାଇନସ୍ 35% ଇଜିକାଲ୍ ଟୁ 65%। 65% ପିଲା ଆମର ପାସ୍ ହୋଇଛନ୍ତି। ତେବେ ପ୍ରଶ୍ନ ଅନୁସାରେ ଯଦି 520 ଜଣ ପାସ୍ ହେଲେ ତେବେ 65% ଇଜିକାଲ୍ ଟୁ 520, 1% ଇଜିକାଲ୍ ଟୁ 520/65। ତ ତେବେ ପ୍ରଶ୍ନ ଅନୁସାରେ ତେବେ ମୋଟ ଛାତ୍ର ସଂଖ୍ୟା କେତେ? ତ ଆମକୁ କ'ଣ କରିବାକୁ ପଡ଼ିବ? 100% ଛାତ୍ର ସଂଖ୍ୟା ବାହାର କରିବାକୁ ପଡ଼ିବ। 100% ଛାତ୍ର ଇଜିକାଲ୍ ଟୁ 520/65 ଇଣ୍ଟୁ 100। ଏ 13ରେ କାଟିଲେ 13 ପଞ୍ଚା 65, ଇଏ 13 54, ଇଏ 0 ଅଛି 0, ଇଏ 5ରେ କାଟିଲେ 20 ପଞ୍ଚା 100, ଇଏ ହେଲା ଟୋଟାଲ୍ ହେଇଗଲା 800। ତେବେ ମୋଟ ଛାତ୍ର ସଂଖ୍ୟା ହେଲା 800।